ଜୟ ଜଗନ୍ନାଥ। ମୁଁ ପ୍ରଥମେ ଯୁକ୍ତ 2 ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବିନାୟକ ଟ୍ୟୁଟୋରିଆଲ୍ସକୁ ସ୍ୱାଗତ ଜଣାଉଛି। ପିଲାମାନେ ଦେଖ, ଆମର ଆଜିର ପାଠ୍ୟକ୍ରମ ରହିଛି +2 ସେକେଣ୍ଡାରୀ ଇଂଲିଶ। 2025 ମସିହାରେ ଯେଉଁ CHSE ପରୀକ୍ଷା ଅନୁଷ୍ଠିତ ହେବ, ସେଥିରେ ଯେଉଁ ଇଣ୍ଟରନାଲ୍ ପରୀକ୍ଷା 20 ମାର୍କର ଅନୁଷ୍ଠିତ ହେବ, ପ୍ରଥମେ ଇଂଲିଶ ବିଷୟରେ କ'ଣ ସବୁ କୋଶ୍ଚିନ୍ସ ଆସିବ, ସେହି ସବୁ କୋଶ୍ଚିନ୍ସ ମୁଁ ତୁମମାନଙ୍କ ପାଖରେ ଆଜି ଉପସ୍ଥାପନ କରୁଛି। ଯେ ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ମୁଁ ତୁମମାନଙ୍କୁ ପ୍ରଥମେ ଅନୁରୋଧ କରୁଅଛି ଯେ ଭିଡ଼ିଓଟି ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା ପାଇଁ, ଏବଂ ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗେ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦେବା ପାଇଁ ଅନୁରୋଧ କରୁଅଛି, ଏବଂ ଅନ୍ୟମାନଙ୍କୁ ସେୟାର କରିବା ପାଇଁ ମଧ୍ୟ ଅନୁରୋଧ କରୁଅଛି। ଏବଂ ଯଦି କୌଣସି ଛାତ୍ରଛାତ୍ରୀ ଆମ ଚ୍ୟାନେଲରେ ନୂଆ ହୋଇଥିବେ ତେବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ମଧ୍ୟ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି। ପିଲାମାନେ ଦେଖ, ମୁଁ ତୁମମାନଙ୍କ ପାଖରେ ଆଜି ଉପସ୍ଥାପନ କରୁଅଛି କେତେ ଗୁଡ଼ିଏ ପ୍ରାକ୍ଟିସ୍ କୋଶ୍ଚିନ୍ ସେଟ୍ସ ଇଣ୍ଟରନାଲ୍ ପରୀକ୍ଷାରେ 2025 ମସିହା ପାଇଁ ଇଂଲିଶ ବିଷୟରେ କ'ଣ ସବୁ ପ୍ରଶ୍ନ ଆସିବ, ସେଥିପାଇଁ କେତେ ଗୁଡ଼ିଏ ସିଲେକ୍ଟିଭ୍ କୋଶ୍ଚିନ୍ସ ମୁଁ ତୁମମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଅଛି। ଦେଖିବା ପ୍ରଥମେ କୋଶ୍ଚିନ୍ ନମ୍ବର 1, ସେଟ୍ ନମ୍ବର 1। ସେଟ୍ ନମ୍ବର 2 ଏଇଠୁ ଆରମ୍ଭ ହେଲା। ସେଟ୍ ନମ୍ବର 3। ସେଟ୍ ନମ୍ବର 4। ସେଟ୍ ନମ୍ବର 5। ଏହିଠାରେ ମୁଁ ମୋର କାର୍ଯ୍ୟକ୍ରମକୁ ପରିସମାପ୍ତି କରୁଅଛି। ଦେଖ ପିଲାମାନେ, ମୁଁ ତୁମମାନଙ୍କ ସମ୍ମୁଖରେ ଆଜି କେତେ ଗୁଡ଼ିଏ କୋଶ୍ଚିନ୍ ସେଟ୍ସ ଉପସ୍ଥାପନ କରିଅଛି, ଯାହାକି ତୁମମାନଙ୍କ ପାଇଁ ସିଲେକ୍ଟିଭ୍ କୋଶ୍ଚିନ୍ସ ଅଟେ। ଇଣ୍ଟରନାଲ୍ ପରୀକ୍ଷାରେ ତୁମେମାନେ ଏହି ପରୀକ୍ଷା କୋଶ୍ଚିନ୍ ଗୁଡ଼ିକୁ ଯଦି ପ୍ରାକ୍ଟିସ୍ କରିବ ତାହେଲେ ତୁମେମାନେ ଉପକୃତ ହେବ। 2025 ମସିହା ପାଇଁ
ଯେଉଁ 20 ମାର୍କର ଇଣ୍ଟରନାଲ୍ ପରୀକ୍ଷା ଇଂଲିଶ ବିଷୟରେ ଅନୁଷ୍ଠିତ ହେବ, ସେଥିପାଇଁ ମୁଁ କେତେ ଗୁଡ଼ିଏ ସିଲେକ୍ଟିଭ୍ କୋଶ୍ଚିନ୍ ତୁମମାନଙ୍କ ପାଖରେ ଉପସ୍ଥାପନ କଲି ଏବଂ ତୁମମାନଙ୍କୁ ମୁଁ ପୁଣି ଥରେ ଅନୁରୋଧ କରୁଅଛି, ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରିଦେବା ପାଇଁ ଅନୁରୋଧ କରୁଅଛି ଏବଂ ଅନ୍ୟମାନଙ୍କୁ ସେୟାର କରିବା ପାଇଁ ଅନୁରୋଧ କରୁଅଛି। ଏବଂ ଯଦି ତୁମର କିଛି ମତାମତ ଥାଏ ତେବେ କମେଣ୍ଟ କରିବା ପାଇଁ ମଧ୍ୟ ତୁମମାନଙ୍କୁ ଅନୁରୋଧ କରୁଅଛି। ଏବଂ ଯଦି କୌଣସି ଛାତ୍ରଛାତ୍ରୀ ଆମ ଚ୍ୟାନେଲରେ ନୂଆ ହୋଇଥିବେ ତେବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ମୁଁ ମଧ୍ୟ ତୁମମାନଙ୍କୁ ଅନୁରୋଧ କରୁଅଛି, କାରଣ ଯେତେବେଳେ ମୁଁ କୌଣସି ଲାଟେଷ୍ଟ କାର୍ଯ୍ୟକ୍ରମ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ କରିବି, ତୁମମାନେ ପାଖରେ ସାଙ୍ଗେ ସାଙ୍ଗେ ସେଇ କାର୍ଯ୍ୟକ୍ରମ ଗୁଡ଼ିକ ପହଞ୍ଚିଯିବ। ଏଥିସହିତ ମୁଁ ମୋର କାର୍ଯ୍ୟକ୍ରମର ପରିସମାପ୍ତି କରିଅଛି। ଜୟ ହିନ୍ଦ, ଜୟ ଜଗନ୍ନାଥ।